ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭଳି ଆଜିର ଏଇ ଯୋଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଆର ମନ୍ତ୍ରୀ ଡକ୍ଟର ଅରବିନ୍ଦ ଢାଲି ମଧ୍ୟ ଏଥିରେ ସାମିଲ ହେବେ। ଯୋଉ ଗଣଦୌଡଟା ଆମର ଆରମ୍ଭ ହୋଇଛି ପବିତ୍ର ମାଟି ବାଳକାଟି ବାଳକୃଷ୍ଣ ଦାସ ଷ୍ଟାଚ୍ୟୁ ଯୋଉ ହେଇଛି ଏଇଠାରୁ ଆମର ଆରମ୍ଭ କରାଯିବ। ଆଉ ପୁରାତନ ରାସ୍ତା ଯୋଉଟା ପୁରାତନ ସଡକ ଅଛି ଜଗନ୍ନାଥ ସଡକ ସେଇପଟ ଦେଇକି ଯୋଉ ଆମର ଦାରୁ ବାହାରିଥିଲେ ସେଇ ଜାଗାରୁ ଡାଇଭରସନ ହେଇକି ଆମର ପଞ୍ଚାୟତରୁ ଉମାଦେଇ ପଞ୍ଚାୟତ ସମ୍ମୁଖ ଭାଗ ଦେଇକି ମହାମାୟା ଚଉଷଠି ଯୋଗିନୀ ପାଖରେ ଏହାର ଶେଷ କରାଯିବ। ଏବଂ ସେଠାରେ ମଧ୍ୟ ଗୋଟେ ଛୋଟ ସଭାର ଆୟୋଜନ କରାଯାଇଛି। ଏଇ ଯୋଉ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି ଫାର୍ଷ୍ଟ ସେକେଣ୍ଡ ଥାର୍ଡ ସେମାନଙ୍କୁ ଆମେ ପୁରସ୍କୃତ କରିବୁ। ତା ସହିତ ଆଉ ଆମ ଅଞ୍ଚଳ ବିଷୟରେ ଯୋଉ ଗାରିମା ଅଛି ବକ୍ତା ମାନେ ସେଠାରେ ସେମାନଙ୍କର ଇଏ ରଖିବେ ଅଞ୍ଚଳ ବିଷୟରେ କିଛି ବକ୍ତବ୍ୟ ରଖିବେ। ତା ସହିତ ଆମର ଯୋଉ ରହିଛି ଉତ୍କଳ ଦିବସ ସେ ବିଷୟରେ ମଧ୍ୟ ଏ ଯୋଉ ଯୁବ ସମାଜ ଆଜି ଏଠାରେ ସାମିଲ ହେଇଛନ୍ତି। ଯୁବକ ଯୁବତୀ ମାନେ ଯୋଉ ଅଛନ୍ତି ସେମାନଙ୍କୁ ଇନ୍ସପାୟାର କରିବା ପାଇଁ କି ଅଞ୍ଚଳର ଯୋଉ ଗାରିମାର କଥା ଆଉ ଐତିହ୍ୟ ପରମ୍ପରା ଆଉ ଯୋଉ ରହିଛି ପର୍ଯ୍ୟଟନ ସ୍ଥଳୀ ଏଇ କଥାକୁ ଜନମାନସରେ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ଗୋଟେ ପ୍ରୟାସ ରଖିଛି। ଭୂଷଣ ପଟ୍ଟନାୟକ ରାଜଧାନୀ ବୁକଫେୟାର ସମ୍ପାଦକ ତଥା ଜଣେ ଶିକ୍ଷାବିତ। ଆଜି ପବିତ୍ର ଉତ୍କଳ ଦିବସ। ଏହି ଉତ୍କଳ ଦିବସ ଉପଲକ୍ଷେ ଆମର ବାଳକାଟି ସ୍ଥିତ ଅରବିନ୍ଦ ୟୁଥ ଆଣ୍ଡ ଚାରିଟେବୁଲ ଆସୋସିଏସନ ଆଉ ନିର୍ଭୀକ ଖବର ତରଫରୁ ବାଳକାଟି ବଜାର ଠାରୁ ଗୋଟିଏ ଗଣଦୌଡ଼ ଆରମ୍ଭ ହେବ। ଏହି ଗଣଦୌଡ଼ ପବିତ୍ର ଆମର ଜଗନ୍ନାଥ ସଡ଼କ ଦେଇ ଆମ ଯୋଉ ରହିଛି 64 ଯୋଗିନୀ ପୀଠ ସେଇ ପୀଠ ପର୍ଯ୍ୟନ୍ତ ପିଲାମାନେ ଗଣଦୌଡ଼ରେ ସାମିଲ ହେବେ। ଏହି ଗଣଦୌଡ଼ରେ ଯୋଉମାନେ ଭାଗ ନେବେ ତାଙ୍କ ଭିତରୁ ଯୋଉମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ହେବେ ସେମାନଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ରହିଛି। ପ୍ରଥମକୁ 10,000, ଦ୍ୱିତୀୟକୁ 7,000, 5,000, 3,000 ଏଇଭଳି ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଗଣଦୌଡ଼ର ଉଦ୍ଦେଶ୍ୟ ହେଉଛି ପବିତ୍ର ଉତ୍କଳ ଦିବସରେ ଏହି ଅଞ୍ଚଳରେ ଯୋଉ ସବୁ ପୀଠ ରହିଛି ଐତିହାସିକ ପୀଠ ଯୋଉ ପୀଠକୁ ନେଇ ଆମେ ଗର୍ବ କରୁଛେ 64 ଯୋଗିନୀ ପୀଠ ରହିଛି, ଜୟଦେବ ପୀଠ ରହିଛି, ବିଭିନ୍ନ ଐତିହାସିକ ପୀଠ ଯୋଉଟା ଆମର ବର୍ତ୍ତମାନ ଜଗନ୍ନାଥଙ୍କର ସୁଦର୍ଶନଙ୍କ ଦାରୁପୀଠ ରହିଛି, ଅନ୍ୟାନ୍ୟ ସବୁ ସୁନ୍ଦର ସୁନ୍ଦର ପୀଠ ରହିଛି ଯାହାକୁ ନେଇ ଆମେ ଗର୍ବ କରୁଛେ। ଯୋଉ ଜଗନ୍ନାଥ ସଡ଼କ ରହିଛି ସେ ସଡ଼କ ଦେଇ ଆମର ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ପଦଯାତ୍ରା କରିଥିଲେ ଆଉ ଏଇ ବାଳକାଟିରେ ଅବସ୍ଥାନ କରିଥିଲେ, ରାତ୍ରି ଯାପନ କରିଥିଲେ। ଶ୍ରୀ ଚୈତନ୍ୟ ମଧ୍ୟ ଏହି ବାଟ ଦେଇ ଯାଇଛନ୍ତି। ତେଣୁ ଏହି ଐତିହାସିକ ପୀଠ ଗୁଡିକର ପ୍ରଚାର ଆଉ ପ୍ରସାର ଆଉ ଉନ୍ନତି ପାଇଁ ଯୁବ ସମାଜ ଆଗେଇ ଆସନ୍ତୁ, ଯୁବ ସମାଜ କ୍ରିୟାଶୀଳ ହୁଅନ୍ତୁ, ଓଡିଶାକୁ ନେଇ ଗର୍ବ କରନ୍ତୁ, ଏ ଜାତିକୁ ନେଇ ଗର୍ବ କରନ୍ତୁ, ଏ ସମାଜକୁ ନେଇ ଗର୍ବ କରନ୍ତୁ, ଆଉ ଏ ଦେଶ ପାଇଁ କାମ କରନ୍ତୁ, ଆଉ ଦେଶ ପାଇଁ ଉତ୍ସର୍ଗୀକୃତ ହୁଅନ୍ତୁ। ଏହି ଉଦ୍ଦେଶ୍ୟ ନେଇ ଏହି ଗଣଦୌଡ଼ର ଆୟୋଜନ କରାଯାଇଛି। ତେଣୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବି ଯୋଉମାନେ ଏହି ଗଣଦୌଡ଼ରେ ସାମିଲ ହେଉଛନ୍ତି ଯୁବକ ମାନେ ଯୁବତୀ ମାନେ ସେମାନଙ୍କୁ ମଧ୍ୟ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା। ଗଣଦୌଡ଼ ହେଲା ଯେହେତୁ 1936 ମସିହା 1 ଏପ୍ରିଲ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା। ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଆମର ଆମର ନେତାମାନେ ବହୁତ ତ୍ୟାଗ ତପସ୍ୟା ପରିଶ୍ରମ କରି ସ୍ୱତନ୍ତ୍ର ପ୍ରଦେଶ କଲେ। କାରଣ ଅଙ୍ଗ ବଙ୍ଗ କଳିଙ୍ଗ ମିଶିଥିବା ଅବସ୍ଥାରେ ରାଜ୍ୟର ଉନ୍ନତି ହେଇପାରୁନଥିଲା। ସ୍ୱତନ୍ତ୍ର ହେଲା ପରେ ରାଜ୍ୟର ବହୁତ ପ୍ରଗତି ହେଇଛି ଏବଂ ସେଥିପାଇଁ ଏ ଉପଲକ୍ଷେ ଆମେ ଆଜି ଗଣଦୌଡ଼ କଲୁ ଏବଂ ଆମର ମେସେଜ ହେଲା ଯେ ଓଡ଼ିଶା ନିଶାମୁକ୍ତ ଓଡ଼ିଶା ହଉ, ନିଶାମୁକ୍ତ ଜୟଦେବ ହଉ ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ କରିବାକୁ ପଡ଼ିବ। ବ୍ୟାପକ ଭାବରେ ବୃକ୍ଷରୋପଣ କରିବାକୁ ପଡ଼ିବ ଏବଂ ସମସ୍ତଙ୍କୁ ଶିକ୍ଷାରେ ଶିକ୍ଷିତ କରିବାକୁ ପଡ଼ିବ। ଏବଂ ତତ୍ସହିତ ଆମର ଯୁବକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ବ୍ଲଡ ଡୋନେସନ କ୍ୟାମ୍ପରେ ବିପୁଳ ଭାବରେ ସାମିଲ ହୁଅନ୍ତୁ। ରକ୍ତଦାନଠୁ ପୁଣ୍ୟଦାନ କିଛି ନାହିଁ। ତେଣୁକରି ଓଡ଼ିଶାର ପ୍ରଗତି ଆମର ଲକ୍ଷ୍ୟ। ଯୁବକମାନଙ୍କୁ ଆଜି ଏ ଯେଉଁ ଗଣଦୌଡ଼ କରିବାର ଉଦ୍ଦେଶ୍ୟ ହେଲା କ'ଣ, ତାଙ୍କ ପାଖରେ ଏଇ ମେସେଜ ପହଞ୍ଚିବା ସବୁଜ ଜୟଦେବ, ଶିକ୍ଷିତ ଜୟଦେବ, ନିଶାମୁକ୍ତ ଜୟଦେବ, ଶିକ୍ଷିତ ଜୟଦେବ, এটা ଆମକୁ କରିବାକୁ ପଡ଼ିବ ଆଗାମୀ ଦିନରେ এই ମେସେଜ। ସେଥିପାଇଁ ମୁଁ ଆଜି এই କାର୍ଯ୍ୟକ୍ରମର ଆୟୋଜନ ଆମର ଅରବିନ୍ଦ ୟୁଥ୍ ଚାରିଟେବଲ୍ ଟ୍ରଷ୍ଟ ଏବଂ ନିର୍ଭୀକ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଯୌଥ ମିଳିତ ଭାବରେ
এই কার্যক্রম আমি করি। ମାରାଥନଟା ଦୌଡ଼ିଥିଲେ ପାର୍ଟିସିପେଟ୍ ଥିଲେ 300ଟା 300ରୁ ଉର୍ଦ୍ଧ୍ୱ ହେବେ। ଆଜି ଉତ୍କଳ ଦିବସ ଯାହାହେଲେ ସ୍ପେଶାଲ ରହିଲା ଏଠି ଦୌଡ଼ିକି ବହୁତ ଖୁସି ଲାଗିଲା ଫାର୍ଷ୍ଟ ପୋଜିସନ୍ ଆଣିଥିଲେ। କେମିତି ରହିଥିଲା କେତେ ଜଣ ପ୍ରତିଯୋଗୀ ଥିଲେ? ପ୍ରତିଯୋଗୀ ତ 300ରୁ ଉର୍ଦ୍ଧ୍ୱ ଥିଲେ ଆଉ ଫାର୍ଷ୍ଟ ହେଲି ଭଲ ଲାଗିଲା। ମୁଖ୍ୟତଃ ଜୟଦେବରେ ଯେଉଁ ପର୍ଯ୍ୟଟନ ସ୍ଥଳୀ ଅଛି ଏବଂ ଜୟଦେବରେ ଯେଉଁ ବରପୁତ୍ର ମାନେ ଅଛନ୍ତି ତାଙ୍କର ସ୍ମୃତିକୁ ଉଜାଗର କରିବା ପାଇଁ ଏବଂ ଜୟଦେବର ଯେଉଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ରହିଛି ତାର ପ୍ରସାର କରିବା ନିମନ୍ତେ ଗଣଦୌଡ଼ କରିଥିଲୁ। ଗଣଦୌଡ଼ ବହୁତ ସକ୍ସେସ୍ ହେଇଛି। ଆଉ ଯଦି କିଛି ତ୍ରୁଟି ଅଛି ଆମେ ଆଗାମୀ ଥର ତାକୁ ସଠିକ୍ କରିବୁ ଏବଂ କିଛି ନୂଆ ଇନିସିଏଟିଭ୍ ଆଗକୁ ମଧ୍ୟ ନେବୁ। ଯେଉଁ ପର୍ଯ୍ୟଟନ ସ୍ଥଳୀ ଏବଂ ବରପୁତ୍ର ଗୁଡ଼ିକ ରହିଛନ୍ତି ତାଙ୍କୁ କେମିତି ସମ୍ମାନ ଦିଆଯାଇପାରିବ, ତାଙ୍କ ସ୍ମୃତିକୁ କେମିତି ଯୁବ ପ୍ରତିଭାମାନଙ୍କ ଭିତରେ ରଖାଯାଇପାରିବ, ଆଗକୁ ସେମାନଙ୍କ ଚିନ୍ତାଧାରା ନେଇକି ଆଗକୁ ବଢ଼ିବେ ତା ପାଇଁ ପ୍ରୟାସ କରିବୁ। କେତେ ଜଣ ପିଲା ପାର୍ଟିସିପେଟ୍ କରିଥିଲେ, କ'ଣ ରହିଥିଲା? 300 ପିଲା ପାର୍ଟିସିପେଟ୍ କରିଥିଲେ ଏବଂ ଏହାପରେ ଯିଏ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତାଙ୍କୁ 10,000, ଦ୍ୱିତୀୟ ସ୍ଥାନ 7,000 ଏବଂ ତୃତୀୟ ସ୍ଥାନ 5,000